Hello student, welcome back to my Tanushree tutorial +3 second semester MDC philosophic Vedic culture unit 2 ର notes ଦେଖିବା। relevance of Vedas in Indian culture ଭାରତୀୟ ସଂସ୍କୃତିରେ ବେଦର ପ୍ରାସଙ୍ଗିକତା। ଧାର୍ମିକ ଆଧାର ବେଦ ହିନ୍ଦୁ ଧର୍ମର ମୂଳ ଗ୍ରନ୍ଥ। ଏହି ଶ୍ରୁତିଗୁଡ଼ିକ ମନ୍ତ୍ର ଓ ସ୍ତୋତ୍ର ମାଧ୍ୟମରେ ଦେବତାଙ୍କୁ ସମ୍ମାନ ଓ ପ୍ରାର୍ଥନା କରାଯାଏ। ଯଜ୍ଞ ପୂଜା ଓ ଧାର୍ମିକ କାର୍ଯ୍ୟରେ ବେଦ ମନ୍ତ୍ର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା ମାନବ ଓ ଦେବତାଙ୍କ ମଧ୍ୟରେ ଆଧ୍ୟାତ୍ମିକ ସଂଯୋଗ ସୃଷ୍ଟି କରେ। ଦାର୍ଶନିକ ମୂଲ୍ୟ ବେଦ ମାନବ ଜୀବନ ବ୍ରହ୍ମାଣ୍ଡ ଓ ଆତ୍ମା ବିଷୟରେ ଗଭୀର ଚିନ୍ତନ ପ୍ରଦାନ କରେ। ବ୍ରହ୍ମ ସର୍ବଜ୍ଞ, ଆତ୍ମା ନିଜ ଅସ୍ତିତ୍ୱ ଓ ମୋକ୍ଷ ମୁକ୍ତି ବିଷୟରେ ଏହି ଚିନ୍ତାଧାରା ଆଜି ବି ଦାର୍ଶନିକ ଚର୍ଚ୍ଚାର ମୂଳ ଅଂଶ। ଉପନିଷଦ ଓ ବେଦାଙ୍ଗ ମାଧ୍ୟମରେ ବେଦର ଦାର୍ଶନିକ ଦିଗ ବିକାଶ ପାଇଛି, ଯାହା ଆଦିଶଙ୍କର, ମାଧ୍ୱାଚାର୍ଯ୍ୟ ଓ ରାମାନୁଜ ଦ୍ୱାରା ଅନୁସୂଚିତ ହୋଇଛି। ସାମାଜିକ ଓ ନୀତିଗତ ଦିଗ ବେଦ ମାନବ ଧର୍ମ, ନୀତି ଓ ସମାଜ ଗଠନ ବିଷୟରେ ନିୟମ ଦିଏ। ଋଗ୍ବେଦରେ ଦୈନିକ ଜୀବନ, ଶ୍ରମ ଓ ସାମାଜିକ ଦାୟିତ୍ୱ ବିଷୟରେ ଅନେକ ମନ୍ତ୍ର ଅଛି। ଅଥର୍ବବେଦ ମାଧ୍ୟମରେ ଚିକିତ୍ସା, ରାଜନୀତି ଓ ଗୃହସ୍ଥ ଜୀବନ ବିଷୟରେ ଗ୍ରାମ ଓ ସମାଜ ଉପଯୋଗୀ ଜ୍ଞାନ ଦିଆଯାଇଛି। ସାହିତ୍ୟ ଓ ସଙ୍ଗୀତର ଆଧାର ବେଦ ହେଉଛି ସଂସ୍କୃତ ସାହିତ୍ୟର ପ୍ରାଚୀନତମ ଉଦାହରଣ। ଏହି ମନ୍ତ୍ରଗୁଡ଼ିକ ଛନ୍ଦସ୍ ଓ ରାଗ୍ ମାଧ୍ୟମରେ ମପାଯାଏ, ଯାହା ଭାରତୀୟ ସଙ୍ଗୀତର ମୂଳ ଅଂଶ। ସାମବେଦ ମାଧ୍ୟମରେ ଗୀତ ଓ ତାନ ରୂପେ ବେଦମନ୍ତ୍ର ମପାଯାଏ, ଯାହା ଆଜି ବି ଶ୍ରାବଣ ଓ ଧ୍ୟାନର ଅଂଶ ହିସାବରେ ବ୍ୟବହୃତ। ଆଧୁନିକ ପ୍ରାସଙ୍ଗିକତା ବେଦ ମାନବ ମୂଲ୍ୟ, ଜ୍ଞାନ ଓ ଆଧ୍ୟାତ୍ମିକ ବିଷୟରେ ଯେଉଁ ଦୃଷ୍ଟିକୋଣ ଦିଏ, ତାହା ଆଜି ବି ନୈତିକ ଶିକ୍ଷା, ଶାନ୍ତି ଓ ସାମ୍ପ୍ରଦାୟିକ ସମ୍ମିଳନୀ ପାଇଁ ଅତ୍ୟନ୍ତ ପ୍ରାସଙ୍ଗିକ। ବେଦର ଅନୁସନ୍ଧାନ ମାଧ୍ୟମରେ ଆମେ ଆଜିର ଚିନ୍ତାଧାରାକୁ ଏକ ଗଭୀର ମୂଲ୍ୟ ଦେଇପାରିବା, ଯାହା ତୁମର ଦୀର୍ଘକାଳୀନ ଲକ୍ଷ୍ୟ ସହ ବି ମିଳିଥାଏ।